এখন সাধারণ লোক ভোটিং জনে ভাল লোক কোন এমএলএ ভোট দেবে সেদিন অপরাজিতা ঠিয়া হলে অমুক ঠিয়া হলে পব্লিক ভোট দেবে পব্লিক ভোট আছে এমএলএ ভোট না তেমন কোনটা নୂଆ ଦିଗ ବାହାରିବ ପ୍ରକୃତ ଡାକ୍ତର ସାଙ୍ଗେ ପାଣ୍ଡିଆନଙ୍କର କ'ଣ ସମ୍ପର୍କ ଥିଲା କେତେ ମାଲ କାରବାର ହେଇଛି ନଥିଲେ ପାଣ୍ଡିଆନ ଯାକୁ ତ କ'ଣ 2 ବର୍ଷ ହେଇନି ନା 20 ମାସ ହେଇଛି ପାଣ୍ଡିଆନଠୁ ଯେ ମାଲଟା ବାଜି ଜକ ଶୁଖିଲାଣି ସେ ମାଲଟା ଅଛି ନା ପାଳନ ସରିଗଲା ଏ ଆନୁଗତ ରହିବେନି ଆଚ୍ଛା ଇଏ ତାର ଗୋଟେ ଫଳ ନା ଆମେ ଭାବୁଛି ଗୋଟେ କ'ଣ ସାଣ୍ଟକାଣ୍ଟ ଥିବ ନା ମାଲ ବିଜେଡିର ଅନେକ ତୁଙ୍ଗ ନେତା ବି ଅଛନ୍ତି ଆଉ ଅନ୍ୟମାନେ ଯାଇପାରିଥାନ୍ତେ ବିଜେଡ଼ିରେ ପଲିଟିକାଲ ରେକଗ୍ନାଇଜ୍ ଦିଆହେନି କେବଳ ସୁଲତା ସମ୍ବିତ 2-3 ଜଣଙ୍କୁ ଛାଡ଼ିଦେଲେ ଆଉ କାହାକୁ ସୁଯୋଗ ଦିଆହେନି କେତେବେଳେ ସେ ସବୁ ସେଟିଂ ଗେଟିଂ କଥା ରିପିଟ୍ ହେଇଯିବେ କେଉଁଠି କିଏ ସେଟିଂ ହେଇଛି କାହାର ବ୍ୟବସ୍ଥା ଅଛି କି ଆଗରୁ କଣ୍ଟ୍ରିବ୍ୟୁଟ୍ କରି ସେ ବୁଝିବେ ନା ଆଉ ବର୍ତ୍ତମାନ ରାଜ୍ୟସଭାକୁ ଅପେକ୍ଷା କେବଳ ତାହେଲେ ଗରମ ରହିବ ମାହୋଲ ଚାଲିବ ବାଇଟ୍ ଚାଲିବ କିନ୍ତୁ ଦିଲ୍ଲୀପ ରାୟ ଗୋଟେ କ୍ରେଡେନ୍ସିଆଲ ଲୋକ ରାଜ୍ୟ ଏଥିରେ ତାର ପ୍ରଭାବ ଅଛି ରହିବ ସେ ଜିତିଲେ ଅନ୍ୟମାନେ ଖୁସି ହେବେ ଯଥେଷ୍ଟ ଜିତିଲେ ଓଡ଼ିଶାରେ କିଛି ଚର୍ଚ୍ଚା ହେବନି ଆଲୋଚନା ହେବ ଓଡ଼ିଶା ଯେହେତୁ ବିଜେପିର ପାୱାର ସେଣ୍ଟର ଏବଂ ଓଡ଼ିଶା ବିଜେପିର ବିଭିନ୍ନ ସମୟ ଆଭ୍ୟନ୍ତରୀଣ କନ୍ଦଳ ଅଛି ସମାଜସେବୀ ପ୍ଲସ୍ ରାଜ୍ୟସଭାରେ 3 ନମ୍ବର ସିଟ୍ଟା ଆପଣ ଜାଣିଛନ୍ତି ବିଜେପିର ସବୁଠୁ ରାଜ୍ୟସଭାର ବଡ଼ ପ୍ରୋବ୍ଲେମ୍ ଥିଲା ତାଙ୍କର ଯେଉଁ ରାଜ୍ୟସଭାର ଆସନ ସଂଖ୍ୟା ଡେଫିସିଟ୍ ସେଇଥିପାଇଁ ତାଙ୍କ ବନ୍ଧୁତ୍ୱ 15 ବର୍ଷ ବିଜେଡ଼ି ସାଙ୍ଗେ ହେଇଗଲା ଯେତେବେଳେ ବିଜେଡ଼ି ଉପରେ ଆକ୍ସନ୍ କଥା କହୁଛନ୍ତି ରାଜ୍ୟସଭାରେ ତ ବିଜେଡ଼ି ସାଙ୍ଗେ ବାଲାନ୍ସ କରିବାକୁ ପଡ଼ିବ ସେଇ କଥାରେ ବିଜେପି ବର୍ତ୍ତମାନ ପିକଅପ୍ ବହୁତ ସଜାଡ଼ୁଛି ତେଣୁ ଦିଲ୍ଲୀପ ରାୟଙ୍କୁ ଯଦି ବାଜି ଲଗେଇଛନ୍ତି ସେ କଥାଟା ସିଓର କରିବେ କିଏ ଦାୟିତ୍ୱ ନେଉଛି କ'ଣ କରୁଛି ବୁଝିବେ ଏବଂ ବିଜେଡ଼ିର ଯେଉଁ ବିଜେପିର ଯେଉଁ ଆଭ୍ୟନ୍ତର କନ୍ଦଳ ଅଛି ତାହା କିଛି ପ୍ରଶମିତ ହେବ ଏବଂ 2ଟା କ୍ୟାମ୍ପ ଯେଉଁ ଚାଲିଛି ଧର୍ମେନ୍ଦ୍ର କ୍ୟାମ୍ପ ଦୁର୍ବଳ ହେଉଛି ମନମୋହନ ସବଳ ହେଉଛନ୍ତି ଏଇ ଯେଉଁ କ୍ୟାମ୍ପ ଚାଲିଛି ତା ଭିତରେ କିଛି ବାଲାନ୍ସ ହେଇପାରେ କଥାବାର୍ତ୍ତା ହେଇପାରେ ତା ସାଙ୍ଗରେ ଯେହେତୁ କୋଅପରେସନ୍ ବିଭିନ୍ନ କଥା ଅଛି ଇଣ୍ଡିଆର ମୁଭମେଣ୍ଟ କରୁଛନ୍ତି ନୂଆ ନୂଆ କଥା କହୁଛନ୍ତି ସୋସାଇଟି ଗୁଡ଼ାକ କେବଳ ଧାନ କିଣା ଲୋନ୍ କରିବେନି ବହୁତ ବିଜନେସ୍ କରିବେ ଅନ୍ୟାନ୍ୟ କଥା କରିବେ ସେ କନସେପ୍ଟ ଦେବେ ଯେହେତୁ ସେ ଆସିଛନ୍ତି ବଡ଼ମାଛି ନିକଳ କଥା ଅଛି ଇଫ୍କୋ କଥା ଅଛି ବିଭିନ୍ନ ପ୍ରଶିକ୍ଷଣ ଅଛି ସରକାରୀ କାର୍ଯ୍ୟକ୍ରମ କରିବେ ତା ଭିତରେ ବିଜେପିର ଯେଉଁ ସମସ୍ୟା ଅଛି ତାର ସେ କ୍ରାଇସିସ୍ ମ୍ୟାନେଜର ସେ କ୍ରିଟିକାଲ ଗ୍ୟାପ୍ ମ୍ୟାନେଜ୍ କରି ଯିବେ ବୋଲି ଭାବୁଛି ଏଇ କଥାରେ ହୁଏ ତାଙ୍କର ଗସ୍ତ ହେଇପାରେ ଏ ଯଦି ଦେଖିବା ବର୍ତ୍ତମାନ ରାଜ୍ୟସଭା ଯେଉଁ ଚାଲିଛି କସରତ ଭିତରେ ବିଜେପି 3ଟି ପ୍ରାର୍ଥୀ ଦେଲାଣି ବିଜେଡ଼ି 2 ବର୍ତ୍ତମାନ କଂଗ୍ରେସ ମଧ୍ୟ ସମର୍ଥନ କରୁଛି ଆପଣ ଜଣେ ବରିଷ୍ଠ ଇ ରାଜନୀତିଜ୍ଞ ବା ରାଜନୀତିକୁ ଭଲ ଭାବେ ଜାଣିଛନ୍ତି ଆପଣ ଆକୁ କେମିତି ଦେଖନ୍ତୁ ଦିଲ୍ଲୀପ ରାୟଙ୍କର ସବୁଠୁ ବଡ଼ କଥା ହେଉଛି ନବୀନ ପଟ୍ଟନାୟକ ଚକମା ଦେଇ 2002 ଜିତିଲେ ସେ ଇତିହାସ ଯେତେବେଳେ ନବୀନ ପଟ୍ଟନାୟକ ଗଛପତ୍ର ହଲୁନଥିଲା କେହି ଯିବେନି ସେତେବେଳେ 0ରୁ 100 ହେଲେ ତ 80-85 ନମ୍ବର ହେଇଯାଏ ଖୋଜେ ବାଟ ଖାଲି 2ଟା ଆହୁଲା ମାଇଲେ ହେବ ତେଣୁ ସେ ଜାଣିଛନ୍ତି କଥାବାର୍ତ୍ତା ହେଇଛି ବିଜେଡ଼ି ଭିତରେ ଯେଉଁ ବିଶୃଙ୍ଖଳା ଅଛି ଆହୁରି ଏବଂ ଗୁଡ଼େ ଏମଏଲଏ ତାଙ୍କର ବର୍ତ୍ତମାନ ଭୋଜି ମନ ଖୁସି ଯେ ଭୋଟ ଦେଲେ ସମସ୍ତେ ପୁଡ଼ିଆ ପାଇବେ ଦଳୀୟ ଲୋକ ପାଇବେ ସମସ୍ତେ ପାଇବେ ତା ଭିତରେ କ୍ରସିଂ ଯେଉଁ ଥରେ ଦାମନଦ କଲେ ଆମର କେହି କ୍ରସିଂ କରନ୍ତୁନି କ୍ରସ୍ ଭୋଟିଂ ନିଶ୍ଚିନ୍ତ ହେବ ଦିଲ୍ଲୀପ ରାୟଙ୍କ ସମ୍ଭାବନା ଏଇଠି ଅଧିକା ଦିଲ୍ଲୀପ ରାୟଙ୍କର ପଲିଟିକାଲ ଆସରପେନ୍ସ ଯାହା ତାଙ୍କ ସହିତ ଲଢ଼ୁଛନ୍ତି ତୁମେ ଡାକ୍ତର ଲୋକ ଆହୁରି ଡାକ୍ତରଖାନା ତୁମେ ରାଜ୍ୟସଭା କ'ଣ କରିବ ଦିଲ୍ଲୀପ ରାୟଙ୍କର ଦିଲ୍ଲୀ ଗ୍ରିପ୍ ଥିଲା ସେ ଜୟଲଲିତା ପାଖକୁ ଯାଉଥିଲେ ମମତା ପାଖକୁ ଯାଉଥିଲେ ବାଜପେୟୀ ସହିତ ପ୍ରଭାବ ଥିଲା ଦିଲ୍ଲୀପ ରାୟ କେହି ଭୁଲି ଯାଉଛନ୍ତି ନୁହଁ ଦିଲ୍ଲୀପ ରାୟ ବିଜୟ ମହାପାତ୍ର ଦଳ କରିଥିଲେ ନବୀନ ପଟ୍ଟନାୟକ ଉପଭୋକ୍ତା ସେ ଫାଇଦା ପାଉଛନ୍ତି ଦଳ କରିଥିଲେ ପଇସା ଖର୍ଚ୍ଚ କରିଥିଲେ ବିଜୟ ମହାପାତ୍ର ସବୁ ପଇସା ଖର୍ଚ୍ଚ କରିଥିଲେ କିନ୍ତୁ ଦିଲ୍ଲୀପ ରାୟ ପ୍ରମୋଦ ଲିଆସିନି କଲେ ସେତେବେଳେ ଭାରତୀୟ ଜନତା ପାର୍ଟି କିଛି ପଇସା ହେଇଥିଲା ବିଜେଡ଼ିକି ବିଜେଡ଼ି ହେଲେ ମାଗଣା ଆଣି ସେତେବେଳେ ବ୍ୟାକିଂ କରିଥିଲେ ସେ ମେଣ୍ଟରୁ ଉଭୟ ଉପକୃତ ତେଣୁ ଆଜି ଯେଉଁ ବିଜେପି ସରକାର ଅଛି ସେଥିରେ ଦିଲ୍ଲୀପ ରାୟ ହାତ ଅଛି ସିନା ବିଜେଡ଼ିଟା ଆଜି ମିଶିଥାନ୍ତା ଭାଙ୍ଗି ବିଜେଡ଼ିର ବହୁତ ଲୋକ ପଳେଇଥାନ୍ତେ ବିଜେପିକି ରାମକୃଷ୍ଣ ପ୍ରଶ୍ନ ଆସିବ ପଳେଇ ବିଜେପିକି ବିଜୟ ମହାପାତ୍ର ମନା କଲେ ବିଜେପିକି ଯାଅ ନା ଆମର ରିଜିନାଲ୍ ପାର୍ଟି କରିବା ସେ ପାର୍ଟି ଆଜି ଶକ୍ତିଶାଳୀ ହେଲା ଦେଶର ନାଁ କଲା ଏବଂ ସେଇ ମର୍ମରେ ଦିଲ୍ଲୀପ ରାୟଙ୍କର ଯେହେତୁ ଅନ୍ୟମାନଙ୍କ ସହ ସମ୍ପର୍କ ଅଛି ଦିଲ୍ଲୀପ ରାୟ କେନ୍ଦ୍ରମନ୍ତ୍ରୀ ହେଇଥିଲେ ଏ ଯେତେ କଳ୍ପତରୁ ଆମର ଯେତେ ଚୂଡ଼ାଚଳ ବାଣ୍ଟିଲା କିଏ କୋଲ୍ ଡିପାର୍ଟମେଣ୍ଟରୁ ତାଙ୍କ ଯେଉଁ CSR ପଇସା ବିଭିନ୍ନ ପଇସା ସେ ଦେଲେ ବୋଲି ସେତେବେଳେ ବହୁ MLA ଜିତିଲେ ଦିଲ୍ଲୀପ ରାୟ ପାଇଁ ସେଇଥିପାଇଁ ସେ ଗଲାଥର ଜିତିବାରେ ସଫଳ ହେଇଥିଲେ ଏବଂ ଏବେ ବି ତାର କ୍ରେଜ୍ ଅଛି ବିଜେପି ସରକାର ଅଛି ଆପଣ ଜାଣିଛନ୍ତି ମୁର୍ଗୀ ନଚାଏ ନରହରି ବିଜେପି ଯେମିତି କହିବ ବିଜେଡ଼ି ସେମିତି ନାଚିବ ତାଙ୍କର ବିଭିନ୍ନ ମାଲି ମଗଦା ମାଲପଟା ସବୁ ପକେଟ୍ ରଖିଛନ୍ତି ଯେମିତି କହି ନାଚିବେ ସେମିତି ନାଚିବେ ଏଥର ପ୍ରଥମ ଥର ନବୀନ ବାଉଳା ହେଇ କଂଗ୍ରେସ ସାଙ୍ଗେ ଯାଇଛନ୍ତି କଂଗ୍ରେସ ସାଙ୍ଗେ ଗଲେଣି ବେଶୀ କ୍ଷୁଦ ଅମିତ ଶାହ ଆହୁରି ଟାଇଟ୍ କରି ଦିଲ୍ଲୀପ ରାୟ ଭଲ ଜିତା ଇକ୍ୱେସନ୍ ସେୟା କରିବେ କ'ଣ ଆପଣ କେମିତି କହୁଛନ୍ତି ସେ ତ ପ୍ରମିଳା କାଲି ବଡ଼ ଭାଷଣ ଦେଇଛନ୍ତି ଯେ ଦିଲ୍ଲୀପ ରାୟ କଲେ କିଛି ହେବ ନାହିଁ ପ୍ରମିଳା ଖାଲି କଥା କହୁନା ଦିଲ୍ଲୀପ ରାୟ ତ ପ୍ରମିଳା କେହି ଟଙ୍କା ଖର୍ଚ୍ଚ କରିଥିଲେ ତେବେ ବିଜେଡ଼ିର ନୂଆ ଅଭଡ଼ା ଗୁଡ଼ା ବଣ୍ଟା ହେଲା ବିଜୟ ମହାପାତ୍ର ଦେଲେ ପ୍ରମିଳାଙ୍କ ମୂଳଧନ ସତରେ କେତେ ପ୍ରମିଳା କଥା କାହିଁ କ'ଣ ପଇସା ପଡ଼ୁଛି ଆରେ ଦିଲ୍ଲୀପ ରାୟ ବିଜୟ ମହାପାତ୍ର ନ ଚାହିଁଥିଲେ ରାଜ୍ୟରେ ଗୋଟେ ରାଜନୈତିକ ଇତିହାସ ହେଇଥାନ୍ତା କି ଏବେ ଦିଲ୍ଲୀପ ରାୟଙ୍କ ସେ ସମୟ ଫରୁଛି ସେ ଜିତିବେ ଗୋଟେ ମାନସିକ ଶାନ୍ତି ପାଇଁ ଲୋକଙ୍କର ଗୋଟେ ଗୁଡୁଲି ଅଛି ରାଜ୍ୟରେ 2-4 ନେତା ଅଛନ୍ତି ଦିଲ୍ଲୀପ ରାୟ ଖାତା ଅଛି ନା ନାହିଁ ଦିଲ୍ଲୀପ ରାୟ ବ୍ୟବସାୟିକ ଲୋକ କିନ୍ତୁ ଗଲାଥର ବିଧାନସଭା ପରଫର୍ମାନ୍ସ ବହୁତ ଭଲ ଗଲାଥର ପରଫର୍ମାନ୍ସ ବହୁତ ଭଲ ତେଣୁ ଦିଲ୍ଲୀପ ରାୟ ଗଲେ ସେ 5ଟା କଥା ମୁଣ୍ଡ ପୁରେଇ ପାରିବେ ଦତ୍ତେଶ୍ୱର ବାଟ ଖୋଜିବେ ସିଟ୍ ଖୋଜିବେ ତେଣୁ ଦିଲ୍ଲୀପ ଆଉ ଦତ୍ତେଶ୍ୱର ଭିତରେ ବହୁତ ଫରକ ଅଛି ଦିଲ୍ଲୀପ ରାୟ ଜିତିବା ରାଜ୍ୟର ବିଭିନ୍ନ ଦୃଷ୍ଟିରୁ ମଙ୍ଗଳ ହେବ କିନ୍ତୁ ପ୍ରମିଳା କହୁଛନ୍ତି ଏପଟେ ଆମ ନବୀନ ବାବୁ ଯାହା କହିବେ ଆମ ବିଧାୟକମାନେ ସମସ୍ତେ ତାଙ୍କୁ ହିଁ ଭୋଟ ଦେବେ କ୍ରସିଂ ଭୋଟିଂ ହେବାର ପ୍ରଶ୍ନ ନାହିଁ ତାଙ୍କର ବା ତାଙ୍କ ବିଧାୟକ ଦଳ ବା ବଦ୍ରିପାଟଣ ଅମକରେ ସନାମକଟ ରହିଲେ ବିଭିନ୍ନ ଲୋକ ତାଙ୍କ ସାଙ୍ଗେ ଅଛନ୍ତି ନାହାନ୍ତି ଇନ୍ ପ୍ରଭାତିର ଲୋକ ତାଙ୍କୁ ଗୁରୁତ୍ୱ ଦିଅନ୍ତି ନବୀନ ପଟ୍ଟନାୟକ କ୍ଷମତାର ମଦମତ ହେଇକି ବିଭିନ୍ନ ସମୟରେ ଯେଉଁ ସିନିୟରକୁ ଅପମାନ କରୁଥିଲେ ଗୋଟେ ସୁଯୋଗ ଆସିବ କିଛି ପ୍ରତିଶୋଧ ନେବେ ତାଙ୍କୁ ବେଣ୍ଡ କରିବେ
नवीन जानवे क्षमतार गले केमी हुगुला है नेतृत्व नवीन धीरे धीरे देखिए जे मुझे नवीन पट्टनायक मोर 40-50 MLA कि मत कहीं मानुना शुणुना लोक पलैबे नवीन को बहुत लोग भय नहीं डिफरेन्स जो पांड्यान से छाड़ूना तो रिएक्शन बीजेडी एमएलए तेणु एपटे श्रीमयी मिश्र तेरछा बाण मारिंट जे से कहते कृतज्ञ आ कृतज्ञर कथा उठे दिलीप राय को लेकिन विजु जनता दल जिते विधायक मान देखो सारा ओडिशा रे दिलीप राय लोग ये भल पाते विजु बाबू बयसर शेषार्धे से जो रखी घर स्नेह मत आदर कर रखिले घरे सहीटा तो दिलीप राय बड़ पुंजी विजेडर जिते लोग प्रशंसा कहीं करती जदिव दिलीप राय विभिन्न राजनीति निष्क्रिय हमें स्टेटमेंट दिखती आवेलेबल हमें किंतु से जो मूल पुंजी था विजु पट्टनायक सेवा कले और काली गोटे नुआ कथा कही ओडिशा सारा चर्चा होती नवीन पट्टनायक को दिलीप राय मासिकिया भत्ता दौले नवीन पट्टनायक बेकार हो दिल्ली बुलूले विजु पट्टनायक केवे नवीन को भल पाने से रागुला से रास्केलटा लफंगाटा मत आसबनी ता मुँह देखी दिलीप ताकू पैसा दे दू से तो घर से पड़ेगा ये जो घटना एवं ओडावासी भारी व्यस्त होमती कौन घटना नवीन पट्टनायक करते कौन कह कौ कलेजर प्रेसिडेंट थे कौ संघर्ष थे कौट भोट जुआर करते तो नवीन मागणार शून्यर मारिया विजु पट्टनायक पुओ छाड़देले कौन संबल अच्छी नवीन पट्टनायक विजु पट्टनायक पुओ यही टैगलाइनटा यही घटना हटेदेले 10 नुआर सम्मान अच्छी 24 वर्ष से कौन वक्ता नेता दक्ष संगठक कौ क्रेडिबिलिटी डिजिटल जहाँ कर आईन पे टंका दे गुड़े एजेन्सी धरी प्रचार कर किसी यहाँ धीरे धीरे से बुझीपारे ना स्थितिटा कौन किए के पानी क्षीर पानी अलग हो बुझे क्या स्थिति के गोटे देखा जो राज्यसभा निर्वाचन गोटे इज्जतर सवाल इज्जतर निर्वाचन आपन को बारंबार कहली बीजेडी दलर बहु वरिष्ठ नेता जो दुर्नीति जड़ित अच्छा बीजेपी वाला जहाँ कहे से बस उठेबे से धारा न भांगे किसी हो पार नहीं राज्यसभा कहाँ हाथ हम दिलीप राय जीतवे दिलीप राय बाकी माने बीजेपी रो जो दुई जन कौन अच्छी लड़ाई तो दिलीप राय रोचे बाकी बीजेडी खाता कौन हम बीजेडी गोटे हम से कथा हो पारे संभावना नहीं हम कि हाँ आशा लगी संतृप्त कम्फर्ट लड़ाई तो दत्त दिलीप राय भर डाक्तर बाबू करेंगे कौन डाक्तर बाबू कहीं डाक्तर बाबू विषय बर्तमान गवेषणा करुँच प्रकृत जो कोरोना टंका बंटा होता से ना नवीन पट्टनायक कांग्रेस भाया लोग डाक्तर कहीं देले 4-5 हस्पिटाल अच्छी ये जो कोरोना ह्यूज टंका बंटा है मुझे से टंकार किसी भागीदार अच्छी डाकी दी नौ यही संभाव मत भाविली यह संभावना कौन हम ना बर्तमान टंका पैसा जुगे कहीं देवे टंका पैसा आगुरी कारबार हो व्यवस्था से देले ना एवं साधारण लोक भोटिंग जड़े भल लोक कौन एमएलए भोट देवे से अपराजिता ठिया अमक ठिया पब्लिक भोट दे पब्लिक भोट अच्छे एमएलए भोट ना तेणु कौनटा नुआ दिग बाहर तो प्रकृत डाक्तर से पांड्यान कौन संपर्क था केते माल कारबार ना पांड्यान जाक कौन 2 वर्ष है ना और 20 मास हो पांड्यान जो मालटा बज जग सुखिला मालटा अच्छे ना पालन सरीगला आदमी तो रही अच्छा ये तार गोटे फल ना भावुची गोटे कौन सांठकान थी ना माल बीजेडी अनेक तुंग नेता भी अच्छा आने जाते बीजेडी पॉलिटिकल रेकग्नाइज दिया नहीं केवल सुलता संबित 2-3 जन छाड़देले आउ क्या सुजोग दिया नहीं सी सब सेटिंग गेटिंग कथा रिपीट हो कौट किए सेटिंग है कार व्यवस्था अच्छी कि आगुरी कंट्रीब्यूट कर बुझे ना बर्तमान राज्यसभा को अपेक्षा केवल हाँ तो गरम रहा चलो बैठ चलो कि दिलीप राय गोटे क्रेडेनसीआल लोक राज्य इंद्र प्रभाव अच्छी रे जितने अन्य खुशी हे दत्त जीतले ओडिशा की चर्चा होने आलोचना होने स्वाधीन राजनीति रणनीति बड़ कल नीतीश कुमार कौन कहले पहले स्थिति बाद में नीति युद्ध प्रेम किसी नीति नहीं तो जितिया पड़ो से गेमटा से खेलिले कौन दर्शक बंधु जदि आम खबर भिडियोटी आपको भल लगी थाए तेबे आम चैनल को सब्सक्राइब फॉलो एवं लाइक करबा पई बिल्कुल भी भूलंतु नहीं। हाँ दर्शक बंधु आपणक अन्य बंधु मानक मध्य शेयर निहाती करंतु। धन्यवाद। नमस्कार।